ଭାବଗ୍ରୀ ରାଉତ ସଭାପତି ମାହାଙ୍ଗା ସାରସ୍ୱତୀ ମଞ୍ଚ। ଆଜି ଆମେ ସଚିବକୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛୁ। ଯୋଉ ପଲ୍ଲୀକବି ସମ୍ପର୍କରେ ଯୋଉ ବିବାଦ ସୃଷ୍ଟି ହେଇଛି ସେ କେମିତି ସେ ବିବାଦ ମୁକ୍ତ ହବ ଓଡ଼ିଶାର ସାହିତ୍ୟ ଜଗତ, ତାଙ୍କୁ ଗୋଟେ ଦାବିପତ୍ର ଦେଲୁ। ପଲ୍ଲୀକବି ନନ୍ଦକିଶୋର ବଳ ହେଉଛନ୍ତି ଅନନ୍ୟ ପଲ୍ଲୀକବି। ତାଙ୍କର ରାଶି ରାଶି କବିତାରେ ପଲ୍ଲୀର ପ୍ରକୃତି, ପଲ୍ଲୀର ମୂର୍ଧନା ଏ ସମସ୍ତଙ୍କର ପରିପ୍ରକାଶ ହେଇଛି। ତେଣୁ ଯେତେବେଳେ ଗୋଟେ ମେସେଜ ଯାଇଛି ଯେ ଆପଣଙ୍କର ଡକ୍ଟର ମନ୍ମଥ କୁମାର ପ୍ରଧାନଙ୍କ ରଚିତ ପଲ୍ଲୀକବି କୃଷ୍ଣ ପ୍ରସାଦ ବେହେରାଙ୍କ ଉପରେ ଯୋଉ 2017 ମସିହାରେ ପ୍ରକାଶିତ ହେଇଛି ଯୋଉ ବହିଟି, ସାହିତ୍ୟ ଏକାଡେମୀ ତାକୁ ଓଡ଼ିଶା ସାହିତ୍ୟ ବୋଲି ପ୍ରକାଶ କରିଛି, ତା ଭିତରେ ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି। ତେଣୁ ଆମେ ସାର୍ଙ୍କୁ ଆଜି ଦାବିପତ୍ର ଦେବାର ଉଦ୍ଦେଶ୍ୟ ହଉଛି ଯେ ଗୋଟେ ଓଡ଼ିଶାର ସାହିତ୍ୟ ଜଗତକୁ ଗୋଟେ ବାର୍ତ୍ତା ଯାଉ ଯେ ପ୍ରକୃତ ପଲ୍ଲୀକବି ହଉଛନ୍ତି ନନ୍ଦକିଶୋର ବଳ, କୃଷ୍ଣ ପ୍ରସାଦ ବେହେରା ନୁହନ୍ତି। ତେଣୁ ଆଜି ଆମ ଦାବିପତ୍ର ଗ୍ରହଣ କଲେ ଗୋଟା ସହୋଦରତା ଭଲ ମାନେ ସମ୍ପର୍କରେ ଆମେ ଆଲୋଚନା କଲୁ। ଆଶା ବିଶ୍ୱାସ ଏ ସଂକଟ ମୋଚନ କରିବେ ବୋଲି ଆଶା ବିଶ୍ୱାସ। ଆଜି ବନ୍ଧୁ ଡକ୍ଟର ଭାବଗ୍ରାହୀ ରାଉତ ସଭାପତି ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ଗୋଟେ ଦାବିପତ୍ର ନେଇକି ଆସିଥିଲେ, ଯେଉଁଥିରେ ପଲ୍ଲୀକବି ଉପାଧିକୁ ନେଇକି ଯୋଉ ଗୋଟେ ଆମମାନଙ୍କ ଭିତରେ ଦ୍ୱନ୍ଦ୍ୱ ରହିଛି, ଯୋଉ ମତାନ୍ତର ରହିଛି, ତାକୁ କେମିତି ମୋଚନ କରିହେବ ସେଇ ସପକ୍ଷରେ ଗୋଟେ ସକାରାତ୍ମକ ଆଲୋଚନା ସେ କଲେ। ଏହି ପ୍ରସଙ୍ଗରେ ମୁଁ ଆପଣଙ୍କ ସହିତ କହିଦେବା ପାଇଁ ଚାହେଁ ଯେ 2017 ମସିହାରେ ଆଜିକୁ 10 ବର୍ଷ ତଳେ, ଯେତେବେଳେ ମାନେ 10 ବର୍ଷ ତଳେ ଆପଣ ଚିନ୍ତା କରନ୍ତୁ, ସେ ସମୟରେ ଗୋଟେ ପୁସ୍ତକ ବାହାରିଥିଲା। ପୁସ୍ତକର ନାଁ ଥିଲା ପଲ୍ଲୀକବି କୃଷ୍ଣ ପ୍ରସାଦ ବେହେରା। ସେଇଟା ଗୋଟେ ମନୋଗ୍ରାଫ, ସେଇଟା ହଉଛି ଗୋଟେ ଜୀବନ ଗ୍ରନ୍ଥ, 120ରୁ 150 ପେଜର ମନୋଗ୍ରାଫ। ସେ ପୁସ୍ତକକୁ ଲେଖିଥିଲେ ମନ୍ମଥ କୁମାର ପ୍ରଧାନ। ଏବଂ ମନ୍ମଥ କୁମାର ପ୍ରଧାନ ଯେତେବେଳେ କୃଷ୍ଣ ପ୍ରସାଦ ବେହେରାଙ୍କର ବିଷୟରେ ଲେଖିଛନ୍ତି, ଯେହେତୁ କୃଷ୍ଣ ପ୍ରସାଦଙ୍କର ବହୁତ ରଚନା ପଲ୍ଲୀ ଚେତନା ଭିତ୍ତିକ, ତେଣୁ ସେ ତାକୁ କେବଳ ଗୋଟେ ମର୍ମରେ ବୁଝାଇବା ପାଇଁ ଯାଇକରି ପଲ୍ଲୀ କବି କହିଦେଇଛନ୍ତି। କିନ୍ତୁ ତାଙ୍କୁ ପଲ୍ଲୀ କବି ପ୍ରକୃତରେ ସେମିତି ନ ଲେଖିକି ପଲ୍ଲୀ ଚେତନାର କବି କିମ୍ବା ପଲ୍ଲୀ ଭାବନାର ବାର୍ତ୍ତାବହ ଏମିତି ଲେଖିବାର ଆବଶ୍ୟକତା ରହିଥିଲା। ଅନ୍ୟ ପକ୍ଷରେ ଆଉ ଗୋଟେ ବିଷୟ ହେଲା ଯେ ମନ୍ମଥ କୁମାର ପ୍ରଧାନ କେହି ନୁହନ୍ତି ପଲ୍ଲୀକବି ଉପାଧି ଦେବା ପାଇଁ। ପଲ୍ଲୀକବି ଉପାଧି ପୃଥିବୀରେ, ଭାରତରେ, ଓଡ଼ିଶାରେ କେବଳ ଜଣେ ପାଇଛନ୍ତି, ଯିଏକି ସର୍ବଜନ ବିଦ୍ୟୁତ, ସର୍ବଜନ ସ୍ୱୀକୃତ, ସମସ୍ତଙ୍କ ହୃଦୟରେ ଅଛନ୍ତି। ପିଲାବେଳ କଥା ମନେ ପଡ଼ିଗଲା ବେଳକୁ, ଡାମରା କାଉ କଥା ମନେ ପଡ଼ିଗଲା ବେଳକୁ, ମେଘ ବରସିଲା ଟୁପୁରୁ ଟାପୁରୁ କଥା ମନେ ପଡ଼ିଲା ବେଳକୁ, ଗାଁର ଚିତ୍ର ହଉ, ବଜାରର ଚିତ୍ର ହଉ, ହାଟ ହଉ, ନଈ ହଉ, ଗାଁ ନଈ ସବୁଥିରେ କେବଳ ଜଣେ ହିଁ ପଲ୍ଲୀକବିଙ୍କୁ ଆମେ ମନେ ରଖିଛୁ, ସେ ହେଲେ ନନ୍ଦକିଶୋର ବଳ। ଏବଂ ତେଣୁ ତାଙ୍କର ଉପାଧିକୁ କେହି ପରିବର୍ତ୍ତନ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଓଡ଼ିଶା ସାହିତ୍ୟ ଏକାଡେମୀ ପଲ୍ଲୀକବିଙ୍କର ଉପରେ ବହୁତ ରଚନା ପ୍ରକାଶିତ କରିଛି। ପଲ୍ଲୀକବିଙ୍କର ଉପରେ ନଟବର ସାମନ୍ତରାୟ ଭଳି ମହାନ ସମାଲୋଚକ ଲେଖିଛନ୍ତି, ସୁରେନ୍ଦ୍ର ମହାରଣା ଲେଖିଛନ୍ତି ଏବଂ ଆହୁରି ମଧ୍ୟ ଅନେକ ରଚନା ହେଇଛି। ପ୍ରତିବର୍ଷ ଆମେ ତାଙ୍କର ଜୟନ୍ତୀ ଏବଂ ଶ୍ରାଦ୍ଧ ପାଳନ କରୁଛୁ। ବ୍ୟାନରରେ ଲେଖୁଛୁ ପଲ୍ଲୀକବି ନନ୍ଦକିଶୋର ବଳ। ଯୋଉ ଅନ୍ୟତମ ମୂର୍ଧନ୍ୟ କବି ଯେ ଲୋକନାଟକ ଲୋକ ସଂସ୍କୃତିର କୃଷ୍ଣ ପ୍ରସାଦ ବେହେରାଙ୍କର ଆମେ ଜୟନ୍ତୀ କି ଶ୍ରାଦ୍ଧରେ ପଲ୍ଲୀକବି ଲେଖୁଛୁ କି? ଲେଖୁଛୁ। ତେଣୁ କହିବାର ତାତ୍ପର୍ଯ୍ୟ, ପଲ୍ଲୀକବିଙ୍କର ଯୋଉ ଏତେ ଉତ୍ତୁଙ୍ଗ ଶିଖରରେ ଅଛନ୍ତି, ଏତେ ଉପରେ ଅଛନ୍ତି, ତାକୁ କେହି କେବେ ବି ଚାହିଁଲେ ମଧ୍ୟ କୌଣସି ମଣିଷ ତାକୁ ଉପାଧିରୁ ତାଙ୍କୁ କାଢି ପାରିବ ନାହିଁ। ମୁଁ ଇଞ୍ଜିନିୟର ଜିତେନ୍ଦ୍ର କୁମାର ରାଉତରାୟ, ମୁଖ୍ୟ ସମ୍ପାଦକ, ସାହିତ୍ୟ ସଂସ୍କୃତି ଆଧ୍ୟାତ୍ମିକ ପତ୍ରିକା ସତ୍ୟଂ ସୁନ୍ଦର, ଯୋଉଟା ରାଜଧାନୀ ପ୍ରକାଶ ପାଉଛି। ତା ସହିତ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବର ସଭାପତି ଏବଂ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ ଚେୟାରମ୍ୟାନ, ତା ସହିତ ଓମକାରନାଥ ମିଶନର ସଭାପତି ଅଟେ। ଆଜି ଆମେ ପଲ୍ଲୀକବି ନନ୍ଦକିଶୋର ବଳଙ୍କର ଉପାଧି ସମ୍ପର୍କୀୟ ସଂକଟ ସୃଷ୍ଟି ହେଇଥିଲା, ତାକୁ ଦୂରୀକରଣ କରିବା ପାଇଁ ଆମେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତାଙ୍କୁ ଭେଟି ଗୋଟେ ଦାବିପତ୍ର ଦେଇଥିଲୁ। ସେ ତାକୁ ସୁହୃଦ ସହିତ ଗ୍ରହଣ କରିଥିଲେ ଏବଂ ଆମ ମଧ୍ୟ କହିଥିଲେ ଯେ ପଲ୍ଲୀକବି ନନ୍ଦକିଶୋର ବଳ ହେଉଛନ୍ତି ସର୍ବଜନ ବିଦିତ, ତାଙ୍କୁ ସେଇ ଉପାଧି ପାଇବା କୌଣସି
ଏଇ ମଣିଷ ଜନ୍ମ ହେଇନାହାନ୍ତି ସେଇଭଳିଆ ଯୋଗ୍ୟ ପାଇବା ପାଇଁ। କାହିଁକି ନା ପଲ୍ଲୀୟ ନିଖୁଣ ଚିତ୍ରଣ ସରଳ ସାବଲୀଳ ଭାଷାରେ ପଲ୍ଲୀକବି ନନ୍ଦକିଶୋର ବଳ ଯୋଉ ବର୍ଣ୍ଣନା କରିଯାଇଛନ୍ତି ତା କାଳଜୟୀ, ସମସ୍ତଙ୍କ ପାଇଁ ସେ ଗ୍ରହଣୀୟ। ଆଜି ଆମର ଯୋଉ କୃଷ୍ଣ ପ୍ରସାଦ ବେହେରା ଯୋଉ ପଲ୍ଲୀକବି ବୋଲି ଇଏ କରେ 17 ମସିହାରେ ଯୋଉ ପୁସ୍ତକ ଇଏ କରିଥିଲେ, ସେଇଟା ଆମର ସାହିତ୍ୟ ଏକାଡେମୀର ଯୋଉ ସେକ୍ରେଟାରୀ ବଢିଆ ସୁନ୍ଦର ଭାବେ କହିଲେ ଯେ ସେ ପଲ୍ଲୀ ବାର୍ତ୍ତା ହେଇଥିଲେ ହେଇଥାନ୍ତା। ଆଉ ଏଇ ଟାଇପର ଗୋଟେ ଭଲ ସୁନ୍ଦର ଭାବେ ସେ କରିଛନ୍ତି। ତେଣୁ ଏଇ ଯୋଉ ବିବାଦ ଆମର ଯୋଉ ଉପୁଜିଛି ତାକୁ ଏଇଠି ସମାଧାନ କରିବା ପାଇଁ ସେ ମଧ୍ୟ ଆହ୍ୱାନ ଦେଇଥିଲେ। କାହିଁକି ତାଙ୍କର ଶେଷ ବକ୍ତବ୍ୟ ଥିଲା ଯେ ପଲ୍ଲୀକବି ଭଳିଆ ବିଶ୍ୱ ପ୍ରସିଦ୍ଧ, ଭାରତ ପ୍ରସିଦ୍ଧ, ଓଡ଼ିଶା ପ୍ରସିଦ୍ଧ ନା ନାଇଁ। ତେଣୁ ସେ ମଧ୍ୟ ଗ୍ରହଣ କରୁଛନ୍ତି ଯେ ପଲ୍ଲୀକବି ହିଁ ପଲ୍ଲୀକବି, ସେ ହେଉଛନ୍ତି ଯଶସ୍ୱୀ କବି ଆମ ପୁଷ୍ପୁରର ନନ୍ଦକିଶୋର ବଳ। ତେଣୁ ଆଉ ଆମେ ଏ ବିଷୟରେ ଆମେ ଆମେ ନିଶ୍ଚୟ ତାଙ୍କୁ ଧନ୍ୟବାଦ ଦେବା ଏବଂ ଆମର ପଲ୍ଲୀକବି ସମସ୍ତଙ୍କ ଉର୍ଦ୍ଧ୍ୱରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।